ଏହା ହେଉଛି ପ୍ରଭୁ ଜଗନ୍ନାଥଙ୍କ ଭୂମି ଓଡ଼ିଶା। ଏହାର ପ୍ରାୟ 75% ଜନସଂଖ୍ୟା ଏବେ ବି କୃଷିରୁ ଜୀବିକା ନିର୍ବାହ କରନ୍ତି। ଓଡ଼ିଶାର ବରଗଡ଼ ଜିଲ୍ଲାର ନୂଆପଲ୍ଲୀ ଗାଁର ଜଣେ ଚାଷୀ କୃଷି କାର୍ଯ୍ୟକଳାପ କରିବା ସହିତ ଆର୍ଥିକ ସଫଳତା ପାଇବାର ଏକ ନୂତନ ଉପାୟ ଦେଖାଇଛନ୍ତି। ଏହା ସେ ତେଲବାଲା ପାମ ଚାଷ ମାଧ୍ୟମରେ କରିଛନ୍ତି। ମାତ୍ର 302 ହେକ୍ଟର ଅଞ୍ଚଳରେ ବିସ୍ତୃତ ଏକ ଛୋଟ ଗାଁ ନୂଆପାଲି। କିଛି ବର୍ଷ ପୂର୍ବେ ଏହି ଗାଁର ଚାଷୀ ଶ୍ରୀ ରସାନନ୍ଦ ସାହୁ ପାରମ୍ପରିକ ଚାଷ ଜାରି ରଖିବା ପରିବର୍ତ୍ତେ ତେଲବାଲା ପାମ ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଓଡ଼ିଶା ସରକାର ଏବଂ ଏକ ଘରୋଇ କମ୍ପାନୀର ସହାୟତାରେ 5.27 ହେକ୍ଟର ଜମିରେ ତେଲବାଲା ପାମ ଚାଷ ଆରମ୍ଭ କରିଥିଲେ। ତାଙ୍କୁ ତେଲବାଲା ପାମ ଚାଷ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଶ୍ରୀ ରସାନନ୍ଦ ସାହୁ ଏବେ ତେଲବାଲା ପାମ ଚାଷରୁ ପ୍ରତି ହେକ୍ଟରରେ ବାର୍ଷିକ 1 ଲକ୍ଷ ଟଙ୍କାରୁ ଅଧିକ ସଫଳତାର ସହିତ ଆୟ କରୁଛନ୍ତି। ତାଙ୍କୁ ଜାତୀୟ ଖାଦ୍ୟ ତେଲ ମିଶନ ତେଲବାଲା ପାମ ଅଧୀନରେ କୃଷି ବିଭାଗ ପକ୍ଷରୁ ଆର୍ଥିକ ଏବଂ ବୈଷୟିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା।